ସ୍ୱଭାବ ସହଜରେ ଯାଏ ନାହିଁ କି ଛାଡ଼ନ୍ତି ନାହିଁ। କାରଣ ହେଉଛି ସ୍ୱଭାବ ଏମିତି ଗୋଟେ ଜିନିଷ ସହଜରେ ଛାଡ଼ନ୍ତି। କହନ୍ତି ନା ଜନ୍ମ ଦେଲୁ ମୋତେ ସରପ ସ୍ୱଭାବ ଛାଡ଼ିମି କେମନ୍ତ। ତେଣୁ ସାପ ଯାହା ବି କଲେ ସେ ତମକୁ ଚୋଟ ମାରିବ। ମାରିବ ନା ମାରିବନି? ମାରିବ ନିଶ୍ଚିତ ଭାବରେ। ତେଣୁ ସେଇଭଳି ଏ ମଣିଷର ଯେତେ ସ୍ୱଭାବ ଅଛି, ପ୍ରକୃତି ଅଛି, ଏ ପ୍ରକୃତି ସହଜରେ ଯାଏ ନାହିଁ। ତୁମକୁ ଗୋଟେ କଥା କହୁଛି, ଶୁଣ, ମନ ଦେଇକି ଶୁଣ, ବିଚାର କରିବ। ଏଇ ଗପଟିର କଥା, ଏଇ ଗପଟି ସତ ହେଇପାରେ, ଗପ ହେଇପାରେ, କିନ୍ତୁ ଏଇ ଗପଟାକୁ ମର୍ମକୁ ନିବ, ଭିତରକୁ ନେବ, ବୁଝିବ ଏ ଗପଟାର ରହସ୍ୟ କ'ଣ। ଏ ଗପ ହେଲା କଙ୍କଡ଼ା ଆଉ କଙ୍କଡ଼ା ବିଛାର କାହାଣୀ। କଙ୍କଡ଼ା କ'ଣ କରେ ନା ପାଣିରେ ବି ରହେ ଆଉ ମାଟିରେ ବି ରହେ। କଙ୍କଡ଼ା ପାଣିରେ ସବୁବେଳେ ବୁଲେ, ଆଉ କଙ୍କଡ଼ା ବିଛା କ'ଣ କରେ ନା ସେ ମାଟି ଉପରେ ସବୁବେଳେ ବୁଲୁଥିଲା ବୋଲେ ଏ ଦୁଇ ଜଣ ଭିତରେ କ'ଣ ହେଲା, କାଳେ କ୍ରମେ ବନ୍ଧୁତା ହେଇଗଲା। ବନ୍ଧୁ ଯେତେବେଳେ ହେଇଗଲେ, ସେଇଠୁ ସେ କ'ଣ କଲେ ନା ହେଉଛି ଦୁଇ ଜଣ ଯାକେ କଙ୍କଡ଼ା ଆସେ କୂଳକୁ ଆସେ, କଙ୍କଡ଼ା ବିଛା ପାଖକୁ ଯାଏ, ବସିକି ତାଙ୍କର କଥାବାର୍ତ୍ତା ଏମିତି ତାଙ୍କର ବନ୍ଧୁ ଭଳିଆ ଖୁସି ମନରେ ଥିଲେ। ଦିନେ କ'ଣ କଲା ନା କଙ୍କଡ଼ା ବିଛାର ମନ ହେଲା ଯେ କି ସଙ୍ଗାତେ, ତୁମେ ଯେମିତି ପାଣିରେ ବୁଲୁଛ, ମାନେ ପୋଖରୀ ଭିତରେ ବୁଲୁଛ, ମାନେ ଆନନ୍ଦ ନେଉଛ, ସେଭଳି ମୋର ଟିକେ ଇଚ୍ଛା ହେଉଛି ଟିକେ ସେ ପାଣି ଭିତରେ ବୁଲିବା ପାଇଁ। ମୋତେ ଟିକେ ସାଙ୍ଗରେ ନିଅନ୍ତନି? ତୁମକୁ କେମିତି ନେମି? ମୋର ବି ଇଚ୍ଛା ତୁମକୁ ନେବା ପାଇଁ। କାରଣ ହେଉଛି ତୁମକୁ ନେଇକି ବୁଲିଲେ ମୁଁ ବି କ'ଣ, ମୁଁ ତୁମର ବନ୍ଧୁ, ମୁଁ ତୁମକୁ ନେଇକି ଗଲେ କିଛି ଅସୁବିଧା ନାହିଁ। କିନ୍ତୁ ତୁମର ଗୋଟେ ଦୋଷ ଅଛି, ତୁମର ଯେଉଁ ସ୍ୱଭାବ ଅଛି, ସେ ସ୍ୱଭାବ ତୁମେ କେବେ ଛାଡ଼ିପାରିବ ନାହିଁ। ହେଲେ କ'ଣ ନା ତୁମର ଗୋଟେ ନାଞ୍ଜର ଯେଉଁ ଅଛି, କ'ଣ କରିବ ନା କିଛି ବୁଝିବନି, ସେ ନାଞ୍ଜଟି ମୋତେ ଫୁଡ଼ିଦେବ। ମୋତେ ଫୁଡ଼ିଦେଲା ମାନେ ତୁମ ଉପରେ କିଛି ଆଞ୍ଚ ଆସିଲା, ତୁମେ ଆଗ ପଛ ବିଚାର କରିବ ନାହିଁ, ସାଙ୍ଗେ ସାଙ୍ଗେ ଫୁଡ଼ିଦେଲା ମାନେ କ'ଣ ହେବ? ତୁମେ ମରିବ, ମୁଁ ମରିବି, ତୁମେ ବି ମରିବ ମୋ ସହିତ। କାରଣ ତୁମର ଏଇ ସ୍ୱଭାବ ଅଛି। ତେଣୁ ମୁଁ ତୁମକୁ ନେବି କେମିତି? ମୁଁ ତ ତୁମକୁ ନେଇପାରିବି ନାହିଁ। କାରଣ ହେଉଛି ତୁମେ ଯଦି ସେ ସ୍ୱଭାବ ନଥାନ୍ତା, ମୁଁ ତୁମକୁ ନେଇକି ତୁମେ ନେଇଥାନ୍ତେ, ପାଣିରେ ବୁଲିଥାନ୍ତ, ସିଏ ବି ଆନନ୍ଦ ନେଇଥାନ୍ତ। କଙ୍କଡ଼ା ବିଛା କ'ଣ କଲା, ବନ୍ଧୁ, ମୁଁ କଥା ଦେଉଛି, ମୁଁ କେବେ ବି ତୁମକୁ ସେଭଳି ମୋ ବିଷ ତୁମ ଭିତରେ ଛାଡ଼ିବି ନାହିଁ। କଥା ଦେଲି, ମୁଁ କଥା ଦେଉଛି, ଦିବାର ସତ୍ୟ କରୁଛି, ମୁଁ କେବେ ବି ତୁମକୁ ସେ ଅସୁବିଧାରେ ପକେଇବି ନାହିଁ। କଙ୍କଡ଼ା କହିଲା, ହଉ ଚାଲ, କହୁଛନ୍ତି ଯଦି ହେବ, ଯାହା ଈଶ୍ୱରଙ୍କ ଦୟା ଥିବ, ବଞ୍ଚିବା ମନେ ମରିବା, ହଉ ମୋ ପିଠିରେ ବସ। ପିଠିରେ ବସେଇ ସାରିଲା ପରେ କ'ଣ ହେଲା ନା କଙ୍କଡ଼ା ଚାଲିଲା, ପୋଖରୀ ଭିତରୁ ଚାଲିଲା, ବୁଲି ଚାରିପିଟି ବୁଲି ଯେଉଁ ଆନନ୍ଦ ବୁଲେଇ ଦେଖାଉଥାଏ, ଚାରିପିଟି ବୁଲୁଥାଏ। କଙ୍କଡ଼ା ବିଛା କ'ଣ କରୁଛି ନା କଙ୍କଡ଼ା ଉପରେ ବସିଛି ବୋଲିକି ସେ ଭୁଲି ଯାଇଛି। କାହିଁକିନା କଙ୍କଡ଼ା ଯେଉଁ ପୋଖରୀର ଯେଉଁ ଦୃଶ୍ୟ ଦେଖିକି, ପୋଖରୀର ଯେଉଁ ମାନେ ଥଣ୍ଡା ହାୱା ବାଜିକି ତାର ଯେଉଁ ମାନେ ଆନନ୍ଦ ନେଉଛି, ସେ ଭୁଲି ଯାଇଛି। ଭୁଲିଗଲା ପରେ ସେ ଖୁସି ଆନନ୍ଦରେ ତା ପିଠି ଉପରେ ନାଚୁଛି, ଆନନ୍ଦରେ ନାଚୁଛି। ଆହା କି ସୁନ୍ଦର! ଏଇ ସମୟରେ କ'ଣ ହେଇଛି ନା କଙ୍କଡ଼ା ଯାଉ ତା ଗୋଡ଼ରେ ଟିକେ ପାଣି ପଡ଼ିଗଲା ଆସିକି କଙ୍କଡ଼ା ବିଛା ଉପରେ। କଙ୍କଡ଼ା ବିଛା ତ ଭୁଲି ଯାଇଛି, ଆଗରୁ ତ ସେ କହିଥିଲା, କଙ୍କଡ଼ା କହିଥିଲା ସବୁ, କିନ୍ତୁ ଇଏ ତ ଭୁଲି ଯାଇଛି। ସିଏ କ'ଣ କଲା ନା ହେଉଛି କିଛି ଚିନ୍ତା ନ କରିକି, କିଏ ମୋତେ ଆକ୍ରମଣ କଲା ବୋଲିକି ଭାବିକି, ସେ କ'ଣ ତା ମୁନରେ ନାଞ୍ଜ ଯେଉଁ ଅଛି, ତାର ଗୋଟେ ମୁନିଆ ଅଛି, ସେ କ'ଣ କଲା ନା ପୁରାପୁରି କଙ୍କଡ଼ା ଭିତରକୁ ମାରିଦେଲା, ଝାପ ମାରିଦେଲା। ଯେମିତି ଝାପ ମାରିଦେଇଛି, ସେଠି କ'ଣ ହେଲା, କଙ୍କଡ଼ା ସେଇଠି କହିଲା, ସଙ୍ଗାତେ, ମୁଁ କହିଛି ତୁମର ସ୍ୱଭାବ କେବେ ବି ଛାଡ଼ିବ ନାହିଁ। ତୁମେ କ'ଣ କଲ, ମୋତେ ଆଜି ମାଇଲ, ତୁମେ ବି ମଧ୍ୟ ମଲ। ମୁଁ କହୁଥିଲି, କାରଣ ସହଜରେ ଏ ଯେଉଁ ସ୍ୱଭାବ ତୁମ ମଧ୍ୟରେ ଅଛି, ତୁମର ଯେଉଁ ପ୍ରକୃତି ଅଛି, ସହଜରେ ତୁମେ ଯେତେ ବୁଝିଲେ ତୁମେ ବି ବୁଝିପାରିବନି। ଯେତେ ମାଠିଲେ ମାଠ, ସେଇ ଦୌଡ଼ ବୋଡ଼ା କାଠ। ଆଜି ତୁମେ ମରିବ, ମୁଁ ବି ମରିବି, ମୋ ସହିତ ତୁମେ ବି ମଧ୍ୟ ମରୁଛ। ଏହା ମାନେ ସେ କ'ଣ ହେଲା, ସେଇ ପୋଖରୀ ମଝିରେ ଦୁଇ ଜଣକେ ମଲେ। କାରଣ ମଣିଷ ଠିକ୍ ଯେତେ ବୁଝେଇଲେ, ଯାହାର ସେ ଯେଉଁ ସ୍ୱଭାବ ସହଜରେ ଛାଡ଼େନି। ଏ ମଣିଷ ଆଜି ଠିକ୍ ସେ କଙ୍କଡ଼ା ବିଛା ହୁଏ। କଙ୍କଡ଼ା ମାନେ ଯେତେ ବୁଝେଇଲା ଯେ କି ତୁମର ସେ ସ୍ୱଭାବ ଅଛି, ମୁଁ ତୁମକୁ ନେବି ନାହିଁ। ଇଏ ରାଣ ପକେଇଲା, ନିୟମ କଲା। ଏହା କ'ଣ ନିୟମ କାଟି ନ ପାରିକି ବନ୍ଧୁକୁ ସେତେବେଳେ ନେଲା,
ବନ୍ଧୁର ଅବସ୍ଥା ଠିକ୍ ସେଇଭଳି ଆଜି ଆମମାନଙ୍କ ଭିତରେ ଆମ ସମାଜରେ ଏଇଭଳି ଆମେ ବନ୍ଧୁ ମିଳନ କରୁଛନ୍ତି। କାହିଁକିନା ଆମର ସ୍ୱଭାବ ଛାଡ଼ୁନାହିଁ, ଆମ ପ୍ରକୃତି ଛାଡ଼ୁନାହିଁ। ଆମେ କ'ଣ କରୁଛନ୍ତି, ସେଇ ଯେତେ ଯାହା କଲେ ବି ଆମର ପ୍ରକୃତି ଖରାପ ରାସ୍ତାକୁ ଯାଉଛି, ଆମେ ଖରାପ ରହୁଛନ୍ତି, ଆମ ସଂସ୍କୃତି ଭୁଲି ଯାଉଛନ୍ତି। ତେଣୁ ଆମର ବିଚାର, ଆମର ଯେଉଁ ଚିନ୍ତନ, ଆମେ କ'ଣ କରୁଛନ୍ତି, ଖରାପ ରାସ୍ତାକୁ ନେଇଯାଉଛନ୍ତି। ଆମେ ସ୍ୱଭାବ ଛାଡ଼ି ପାରୁନାହାନ୍ତି। ଯଦି ଆମେ ସ୍ୱଭାବ ଚେଞ୍ଜ କରିଦେଇପାରିବା, ଆମେ ନରରୁ ନାରାୟଣ ହେଇଯିବା। ଆମେ ସବୁ ଏ ମଣିଷରୁ ମହାମାନ ବନିଯିବା। ଆମେ ନିଶ୍ଚିତ ଭାବରେ ଭଲ ବିଚାର ଆମେ ଏ ସଂସ୍କୃତିକୁ ବା ସନାତନ ଧର୍ମକୁ ଆମେ ଆଗକୁ ନେଇପାରିବା। ନିଶ୍ଚିତ ଭାବରେ ଆମେ ନିଜ ସ୍ୱଭାବ ଛାଡ଼ି ପାରୁନାହାନ୍ତି, ଆମ ପ୍ରକୃତି ଛାଡ଼ି ପାରୁନାହାନ୍ତି, ଯଦ୍ୱାରା କି ଆମେ ଆଜି କଷ୍ଟ ଅନୁଭବ କରୁଛନ୍ତି, ଦୁଃଖ ମଧ୍ୟ ପାଉଛନ୍ତି।